ବର୍ତ୍ତମାନ ଜଲ୍ଦି ଆନାଉନ୍ସମେଣ୍ଟ ହବ ସେଇ ଚେଷ୍ଟାରେ ଅଛୁ ଆଉ ବର୍ଷେ ହେଲାଣି ସେ ପ୍ରୋଜେକ୍ଟରେ ଆମେ ପ୍ରି ପ୍ରଡକ୍ସନରେ ଖାଲି କାମ କରୁଛୁ। ତ ହଁ, ବାବୁସାନ ମହାନ୍ତିଙ୍କର ଅପକମିଂ ଫିଲ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ନାରାୟଣ ସେନା ଉପରେ ହବା ପାଇଁ ଯାଉଛି। ଯୋଉ ଫିଲ୍ମରେ ହିରୋ ହେବେ ବାବୁସାନ ମହାନ୍ତି ଆଉ ଭିଲେନ ହେବେ ବଲିଉଡର ସୁପରିଚିତ ଆକ୍ଟର ଆଶୁତୋଷ ରାଣା। ଶୁଟିଂ ଆଶୁତୋଷ ରାଣାଙ୍କ ସହିତ ହିଁ ଥିଲା। ଆଜ୍ଞା ତାଙ୍କ ସାଙ୍ଗେ ଆଶୁତୋଷ ରାଣା ମୋଷ୍ଟଲି ଆକ୍ସନ ଥ୍ରିଲର ଡ୍ରାମା ମୁଭି ଗୁଡାରେ ହିଁ କାମ କରନ୍ତି। ତ ବାବୁସାନ ମହାନ୍ତିଙ୍କର ଅପକମିଂ ଫିଲ୍ମଟା ମଧ୍ୟ ଗୋଟେ ମିଥୋଲୋଜିକାଲ ଆକ୍ସନ ଡ୍ରାମା ଫିଲ୍ମ ହବା ପାଇଁ ଯାଉଛି। କିନ୍ତୁ ବେଶୀ ଇଣ୍ଟରେଷ୍ଟିଂ ଲାଗୁଛି ବାବୁସାନ ମହାନ୍ତିଙ୍କର ଏ ଅପକମିଂ ଫିଲ୍ମଟା ନାରାୟଣୀ ସେନା ଉପରେ ହବା ପାଇଁ ଯାଉଛି। ଯୋଉମାନଙ୍କୁ ଜଣା ନାହିଁ ସେମାନଙ୍କୁ ମୁଁ କହି ରଖିବା ପାଇଁ ଚାହେଁ, ନାରାୟଣୀ ସେନା ହଉଛି ଭଗବାନ ଶ୍ରୀକୃଷ୍ଣଙ୍କର ମାନେ ୟାଦବ ବଂଶର ଗୋଟେ ବହୁତ ବଡ ସେନା, ବହୁତ ପାୱାରଫୁଲ ସେନା। ମହାଭାରତ ଯୁଦ୍ଧର ଆରମ୍ଭରୁ ଭଗବାନ ଶ୍ରୀକୃଷ୍ଣ ଦିଟା ପାୱାରଫୁଲ ୱେପନ ଦେବେ ବୋଲି କୌରବ ଓ ପାଣ୍ଡବ ମାନଙ୍କୁ କହିଥିଲେ। ଗୋଟେ ପଟେ ଥିଲେ ତାଙ୍କର ନାରାୟଣୀ ସେନା, ଆଉ ଗୋଟେ ପଟେ ଥିଲେ ସେ ନିଜେ। କିନ୍ତୁ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କର ନାରାୟଣୀ ସେନାକୁ ବାଛି ନେଇଥିଲେ ଆଉ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବାଛି ନେଇଥିଲେ। କନସେପ୍ଟଟା ତ ବହୁତ ଇଣ୍ଟରେଷ୍ଟିଂ ଲାଗୁଛି, କିନ୍ତୁ ନେଇ ଆଣି ଥୋଇ ଜାଣିଲେ ଭଲ। ଫିଲ୍ମଟା ଯୋଉ କନସେପ୍ଟ ସହିତ ବନିବା ପାଇଁ ଯାଉଛି ଠିକ୍ ସେଇଭଳି ଭାବରେ ଯଦି ଏ ଫିଲ୍ମର ସ୍କ୍ରିନ୍ ପ୍ରେଜେନ୍ସ ରହିବ, ତାହେଲେ ଏ ଫିଲ୍ମଟା ବକ୍ସ ଅଫିସ କଲେକ୍ସନରେ ଗୋଟେ ନିଆଁ ଲଗାଇଦବ, ଗୋଟେ ରେକର୍ଡ ସେଟ୍ କରିଦବ। କ'ଣ ପାଇଁ ନା ବାବୁସାନ ମହାନ୍ତି ହଉଛନ୍ତି ଜଣେ ଏମିତି ଆକ୍ଟର ଯିଏକି ନିଜକୁ ପ୍ରପର ସମୟ ଦେଇକି ଗୋଟେ ଫିଲ୍ମ ରିଲିଜ କରନ୍ତି। ଆପଣମାନେ ଭଲ ଭାବରେ ନୋଟିସ୍ କରିପାରିବେ ବାବୁସାନ ମହାନ୍ତିଙ୍କର ବୋଉ ବୁଟୁ ଭୂତ ଆଉ ଏ ଫିଲ୍ମର ଅପଡେଟ୍ସ ଭିତରେ ଗୋଟେ ବର୍ଷର ଗ୍ୟାପ୍ ଅଛି। କିନ୍ତୁ ମତେ ଗୋଟେ ଜିନିଷ ଫଟକିଲା, ବାବୁସାନ ମହାନ୍ତିଙ୍କର ଏ ଅପକମିଂ ଫିଲ୍ମରେ ଚିନ୍ମୟ ଦାସ ଡିରେକ୍ସନ ଦେବା ପାଇଁ ଯାଉଛନ୍ତି। ଚିନ୍ମୟ ଦାସକୁ ଯିଏ ନ ଜାଣିଛନ୍ତି ତାଙ୍କୁ ମୁଁ କହି ରଖିବା ପାଇଁ ଚାହେଁ, ଚିନ୍ମୟ ଦାସ ହଉଛନ୍ତି ସେଇ ଡିରେକ୍ଟର ଯିଏକି ସିଦ୍ଧାର୍ଥ ମହାପାତ୍ର ଆଉ ଅନୁ ଚୌଧୁରୀଙ୍କ ଲିଡ୍ ରୋଲରେ ପ୍ରସ୍ତୁତ ହେଇଥିବା ପରବ ଫିଲ୍ମର ଡିରେକ୍ସନ ଦେଇଥିଲେ। ପରବ ଫିଲ୍ମଟାରେ ଚିନ୍ମୟ ଦାସଙ୍କର ଡିରେକ୍ସନଟା ମତେ ବହୁତ ହି ଏଭରେଜ ଲାଗିଥିଲା। ମୁଁ ଜାଣିନି ଏ ଫିଲ୍ମରେ ସେ କିଭଳି ଡିରେକ୍ସନ ଦେବା ପାଇଁ ଯାଉଛନ୍ତି। ହାଏଭର ବାବୁସାନ ମହାନ୍ତିଙ୍କର ଏ ଅପକମିଂ ଫିଲ୍ମର ଜୁଲାଇ 16ରେ ଅଫିସିଆଲ ଅପଡେଟ୍ ଆସିବା ପାଇଁ ଯାଉଛି। ବର୍ତ୍ତମାନ ଜଲ୍ଦି ଆନାଉନ୍ସମେଣ୍ଟ ହବ ସେଇ ଚେଷ୍ଟାରେ ଅଛୁ। ମେ ବି ଫିଲ୍ମ ମେକର୍ସ ମାନେ ଏ ଫିଲ୍ମର ଷ୍ଟାରକାଷ୍ଟ ଆଉ ଟାଇଟଲକୁ ରିଭିଲ୍ କରିବେ ଆଉ ହୁଏତ ରିଲିଜ ଡେଟ୍ ବି ରିଭିଲ୍ କରିଦେଇ ପାରନ୍ତି। କ'ଣ ପାଇଁ ନା ଅଲିଉଡ୍ ଫିଲ୍ମ ମେକର୍ସ ମାନଙ୍କର ଗୋଟେ ଫିଚର୍ସ ହଉଛି ଫିଲ୍ମ ସୁଟିଂ ସରୁ କି ନ ସରୁ ଫିଲ୍ମର ରିଲିଜ ଡେଟ୍କୁ ସେମାନେ ଆଗରେ ରିଲିଜ କରିଦେଇଥାନ୍ତି। ଏବେ ଅଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫିଲ୍ମ ମେକର୍ସ ମାନେ ଟଙ୍କା ଲଗାଇବା ପାଇଁ କି ଟୋଟାଲ ରେଡି ଅଛନ୍ତି, ଯାହାଫଳରେ ଅଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଗକୁ ବହୁତ ବିଗ୍ ବଜେଟର ମୁଭି ଆସିବା ପାଇଁ ଯାଉଛି। ଯେମିତି ଅଲିଉଡ୍ ସୁପରଷ୍ଟାର ଅନୁ ମହାନ୍ତିଙ୍କର ରାବଣ ଫିଲ୍ମ, ସବ୍ୟସାଚୀ ବିଷୟଙ୍କର ଲ୍ୟାଣ୍ଡଫଲ୍, ଏସବୁ ହେଉଛି ବିଗ୍ ବଜେଟର ମୁଭି। ତ ମୁଁ 100% ସିଓର ବାବୁସାନ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ତାଙ୍କର ଏ ଅପକମିଂ ଫିଲ୍ମରେ ବଜେଟଟା ସେଇ ପାଖାପାଖି 5ରୁ 10 କରୋଡ଼ ଭିତରେ ରହିବା ପାଇଁ ଯାଉଛି। କ'ଣ ପାଇଁ ନା ଆଶୁତୋଷ ରାଣା ଯେତେବେଳେ ବି କୌଣସି ଫିଲ୍ମ ସାଇନ୍ କରନ୍ତି ତାଙ୍କର ଚାର୍ଜଟା 85 ଲକ୍ଷରୁ 1.5 କୋଟି ଭିତରେ ହେଇଥାଏ। ତ ବାବୁସାନ ମହାନ୍ତିଙ୍କର ଅପକମିଂ ଫିଲ୍ମରେ ଆଶୁତୋଷ ରାଣା ଯେହେତୁ ଗୋଟେ ବଡ଼ ରୋଲ୍ ପ୍ଲେ କରିବା ପାଇଁ ଯାଉଛନ୍ତି, ଯେମିତିକି ଏ ଫିଲ୍ମରେ ସେ ଭିଲେନ୍ ଅଛନ୍ତି, ଆଶୁତୋଷ ରାଣା ଏ ଫିଲ୍ମଟାରୁ ପାଖାପାଖି 50 ଲକ୍ଷ ଟଙ୍କାର ଚାର୍ଜ କରିବେ ହିଁ କରିବେ, ନୋ ଡାଉଟ୍। ତା ଛଡ଼ା ଏ ଫିଲ୍ମଟା ଗୋଟେ ଏମିତି ଗୋଟେ କନସେପ୍ଟ ଉପରେ ଆସିବା ପାଇଁ ଯାଉଛି, ପୂର୍ବରୁ ହିଁ ଜଣା ପଡ଼ିଯାଉଛି ଯେ ଏ ଫିଲ୍ମଟା ଗୋଟେ ବିଗ୍ ବଜେଟରୁ ହିଁ ଆସିବା ପାଇଁ ଯାଉଛି। ଆଉ ସବୁଠୁ ବଡ଼ ଇଣ୍ଟରେଷ୍ଟିଂ କଥା କ'ଣ ଜାଣିଛନ୍ତି, ଏ ଫିଲ୍ମଟା ପ୍ୟାନ୍ ଇଣ୍ଡିଆରେ ରିଲିଜ ହେବା ପାଇଁ ଯାଉଛି। ତ ବାବୁସାନ ମହାନ୍ତିଙ୍କର ଏ ଅପକମିଂ ଅନଟାଇଟଲ୍ଡ ଫିଲ୍ମ ପାଇକି ଆପଣମାନେ କେତେଟା ଏକ୍ସାଇଟେଡ୍ ଅଛନ୍ତି ନିହାତି ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଯଦି ଭିଡ଼ିଓ ଟିକେ ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିକି ପାଖରେ ଥିବା ବେଲ୍ ଆଇକନକୁ ଦବାନ୍ତୁ, ଲାଇକ୍ ସେୟାର କରିଦିଅନ୍ତୁ। ରହୁଛି ପୁଣି ଥରେ ନେକ୍ସଟ ଗୋଟେ ଭିଡ଼ିଓ।